ସକାଳୁ ସକାଳୁ ଗାଧୁଆ ପାଧୁଆ ସାରିକି ଆଗ ନିଜ ମୁହଁ ନ ଦେଖେଇ ଭଗବାନଙ୍କ ମୁହଁ ଆପଣମାନଙ୍କୁ ଦେଖେଇଲି। ତ ମୁଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ସମସ୍ତଙ୍କୁ ଘଣ୍ଟ ଘୋଡ଼ି ରଖିଦେବେ। ତାପରେ ମମି ପଠେଇ ଦେଇଥିଲା କଟକରୁ ଗୋଟେ ଲେହେଙ୍ଗା, ବିସ୍କେଟ୍, ଛତୁଆ ଆଉ ବ୍ୟାଗ୍ରେ ବହୁତ ସାରା ଜିନିଷ ପଠେଇଥିଲା। ତ ମୁଁ କାଢ଼ି ରାତିର ରୁଟି ଆଉ ତରକାରୀ ଥିଲା, ତ ତାକୁ ଗରମ କରି ଖାଇ ଦେଇଥିଲି। ତ ବାବୁ ଯାଇଥିଲେ ମାର୍କେଟ, ତ ମାର୍କେଟରୁ ବହୁତ ସାରା ପନିପରିବା ନେଇ ଆସିଥିଲା ଆଉ ମଟନ୍ ମାଛ ନେଇ ଆସିଥିଲେ। ତ ଆଜି ଆମ ଘରକୁ କିଏ ଆଉଛନ୍ତି ତ ଆଗ ଭିଡ଼ିଓଟା ଦେଖିଲେ ଜାଣିପାରିବେ। ତାପରେ ମାଛକୁ ମୁଁ ଭଲସେ ଧୋଇକି ହଳଦୀ ଲୁଣ ସବୁ ଗୋଳେଇକି ତାକୁ ଛାଣି ଦେଇଥିଲି, କର୍ଣ୍ଣଫ୍ଲାୱାର ବି କମ୍ ପକେଇଥିଲି। ତ ଛାଣି ସାରିଲା ପରେ ତାକୁ ମୁଁ ରଖିଦେଇଥିଲି। ତାପରେ ପିଆଜ ଟମାଟୋ ସବୁ ଚୁନ ଚୁନ ମନ କରିକି କାଟିଦେଲି। ତ ମଟନ୍ ଯେହେତୁ ମୁଁ ଧରିବିନି, ମୋତେ ସ୍ମେଲ୍ ହୁଏ, ତ ବାବୁ ତାକୁ ଭଲସେ ଧୋଇକି ତାକୁ ମସଲା ଗୋଳେଇ ରଖିଦେଇଥିଲେ। ତାପରେ ଏପଟେ ମୁଁ ଡାଲି ବସେଇ ଦେଇଥିଲି। ତ ମାଛ ଛାଣି ସାରିଲା ପରେ ମୁଁ ମସଲା କଷେଇ ଦେଇଥିଲି। ତାପରେ ଆଳୁ ଛାଣିଥିଲି, ତ ସେଥିରେ ପକେଇକି ଭଲସେ କଷିଦେଲି। ତ ସେ କଷିଗଲା ପରେ ତାପରେ ଡାଲି ହେଇଯାଇଥିଲା, ତ ଡାଲିକି ଫୁଟେଇ ଦେଇଥିଲି। ତାପରେ ମାଛରେ ପାଣି ଦେଇ ଦେଇଥିଲି। ମାଛ ପାଣି ଫୁଟିଗଲା ପରେ ମାଛ ମୁଁ ସେଥିରେ ପକେଇ ଦେଇଥିଲି। ତ ଏଠି ବାବୁ ବି ମୋତେ ହେଲ୍ପ କରୁଥିଲେ। ତ ମାଛ ତରକାରୀ ମୋର ବନି ଯାଇଥିଲା। ଯେହେତୁ ମ୍ୟାରେଜ୍ ଅଛି, ତ ମୋର ଗୋଟେ ଛୋଟ ପାର୍ସଲଟେ ଆସିଯାଇଥିଲା। ତାପରେ ବାବୁ ମଟନ୍ ରାନ୍ଧି ଦେଇଥିଲେ। ତ ଆମ ରୁମ୍କୁ କିଏ ଆସୁଛନ୍ତି ଆପଣ ନେକ୍ସଟ ଭିଡ଼ିଓ ଦେଖିବେ। ଏଇ ଛୋଟ ମିନି ବ୍ଲଗ୍ରେ ମାନେ ମୁଁ ଲଙ୍ଗ ଭିଡ଼ିଓ ପକେଇ ପାରୁନି, ତ ଆପଣମାନେ ନେକ୍ସଟ ଭିଡ଼ିଓ ଦେଖିବେ।